ଇଣ୍ଡିଆନ୍ ଅଏଲରେ ଚାକିରି କରିବାକୁ ଇଚ୍ଛୁକ ଅଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଯାଇଅଛି। ଇଣ୍ଡିଆନ୍ ଅଏଲର 2024 ପାଇଁ ନୂଆ ଭର୍ତ୍ତିର ନୋଟିଫିକେସନ ଆସିଯାଇଅଛି। 460ରୁ ଅଧିକ ଭାକାନ୍ସି ପାଇଁ ଏହି ନୋଟିଫିକେସନଟି ଆସିଛି। ଯଦି ଆପଣ କମ ସେ କମ 10th ପାସ୍ କିମ୍ବା ITI ପାସ୍ ବା ଡିପ୍ଲୋମା ପାସ୍ କରିଛନ୍ତି, ତାହେଲେ ଆପଣ ଏହି ସବୁ ପୋଷ୍ଟ ଗୁଡ଼ିକୁ ଆପ୍ଲାଇ କରିପାରିବେ। ଫ୍ରେଣ୍ଡସ୍, ଏହି ଭାକାନ୍ସି ଗୁଡ଼ିକ ପାଇଁ ଆବେଦନର ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଆପଣ କେମିତି ଆବେଦନ କରିବେ ଏବଂ ଆପ୍ଲାଇ କଲା ବେଳେ କେଉଁ ସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ, ଆସନ୍ତୁ ଡିଟେଲରେ ଦେଖିବା। ନଚେତ୍ ଆପଣଙ୍କ ଫର୍ମ ରିଜେକ୍ଟ ହେବାର ଚାନ୍ସ ଅଛି। ଯଦି ଆପଣ ଚାହୁଁନାହାନ୍ତି ଆପଣଙ୍କର ଫର୍ମଟି ରିଜେକ୍ଟ ହେଉ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପ୍ଲାଇ କରିବାର ପୁରା ପ୍ରୋସେସ ଷ୍ଟେପ୍ ବାଇ ଷ୍ଟେପ୍ ଆମେ ଆପଣମାନଙ୍କୁ କହିଦେବୁ। ଏହି ଭ୍ୟାକାନ୍ସି ପାଇଁ କେଉଁ ସବୁ ଡକୁମେଣ୍ଟର ଆବଶ୍ୟକତା ରହିଛି, ସବୁ କିଛିର ପୁରା ଡିଟେଲ ଆପଣମାନଙ୍କୁ ଆମେ ଜଣାଇଦେବୁ। ତେଣୁ ଏହି ଭିଡ଼ିଓଟିକୁ ପୁରା ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତାହେଲେ ଚାଲନ୍ତୁ ଆମେ ଜବ୍ ନୋଟିଫିକେସନ ବିଷୟରେ ଡିଟେଲରେ ଡିସ୍କସନ କରିନେବା। IOCL ର 2024 ପାଇଁ ବାହାରିଥିବା ନୂଆ ନିଯୁକ୍ତି ବିଷୟରେ ଡିସ୍କସନ କରିନେବା। ଇଣ୍ଡିଆନ୍ ଅଏଲ ତରଫରୁ 2024 ପାଇଁ ଏହି ସବୁ ଭାକାନ୍ସି ବାହାରିଛି। ଭାକାନ୍ସି ବିଷୟରେ ଯଦି କହିବା, ଭାକାନ୍ସିଟି ହେଉଛି ନନ୍ ଏକ୍ଜିକ୍ୟୁଟିଭ ପୋଷ୍ଟ ଗୁଡ଼ିକ ପାଇଁ। ଆମର ଟୋଟାଲ ନମ୍ବର ଅଫ ଭାକାନ୍ସି ଅଛି 467ଟି। ଆପ୍ଲାଇ ମୋଡ୍ ରହିବ ଅନଲାଇନ୍। ଅଲ୍ ଇଣ୍ଡିଆର କ୍ୟାଣ୍ଡିଡେଟ୍ ଉଭୟ ମହିଳା ଓ ପୁରୁଷମାନେ ଆବେଦନ କରିପାରିବେ। ଯଦି ଆପଣ ଏହି ପୋଷ୍ଟ ଗୁଡ଼ିକ ପାଇଁ ଆପ୍ଲାଇ କରିବାକୁ ଇଚ୍ଛା କରୁଛନ୍ତି, ତାହେଲେ ଆପଣଙ୍କୁ ସିଲେକ୍ସନ ପ୍ରୋସେସ ତ ନିହାତି ଜାଣିବାକୁ ପଡ଼ିବ। ତେବେ ଆସନ୍ତୁ ସିଲେକ୍ସନ ପ୍ରୋସେସ ଉପରେ ଆମେ ଡିସ୍କସନ କରିନେବା। ସିଲେକ୍ସନ ପ୍ରୋସେସରେ ପ୍ରଥମେ ଆମର ରିଟେନ୍ ଏକ୍ଜାମ ରହିବ, ତାପରେ ସ୍କିଲ୍ ଟେଷ୍ଟ ରହିବ, ତାପରେ ଡକୁମେଣ୍ଟ ଭେରିଫିକେସନ ରହିବ, ତାପରେ ମେଡିକାଲ ଏକ୍ଜାମ କରାଯିବ। ଏଇଭଳି ଭାବରେ 4ଟା ଷ୍ଟେପରେ ଆପଣଙ୍କର ସିଲେକ୍ସନ ପ୍ରୋସିଡ୍ୟୁରଟା ରହିବ। ଆମର ଏଇ ଯୋଉ IOCL ର ପୋଜିସନ ଗୁଡ଼ିକର ସାଲେରୀ ଉପରେ ଆସନ୍ତୁ ଦେଖିନେବା। ସାଲେରୀ ଆମର ରହିବ 23,000ରୁ 1,05,000 ପର୍ଯ୍ୟନ୍ତ ଆମର ସାଲେରୀ ମାସିକ ରହିବ। ତାପରେ ଦେଖିନେବା ଆମର ଏଇ ପୋଷ୍ଟ ଗୁଡ଼ିକ ପାଇଁ ଏଜ୍ ଲିମିଟ୍ କ'ଣ ରହିଛି। ଆମର ମିନିମମ୍ ଏଜ୍ 18 ବର୍ଷ ଏବଂ ମ୍ୟାକ୍ସିମମ୍ ଆମକୁ 26 ବର୍ଷ ହୋଇଥିବା ଆବଶ୍ୟକ। ଯଦି ଆପଣ SC ST କାଟାଗୋରୀରେ ଅଛନ୍ତି, ତାହେଲେ ଆପଣଙ୍କୁ 5 ବର୍ଷର ଏଜ୍ ରିଲାକ୍ସେସନ ମିଳିବ। ଆପଣ ଯଦି OBC କାଟାଗୋରୀରେ ଅଛନ୍ତି, ତାହେଲେ ଆପଣଙ୍କୁ 3 ବର୍ଷର ଏଜ୍ ରିଲାକ୍ସେସନ ମିଳିବ। ଦେଖିନେବା ଆପ୍ଲିକେସନ ଫିସ୍ ଉପରେ। ଜେନେରାଲ ବା OBC କାଟାଗୋରୀ ମାନଙ୍କୁ 300 ଟଙ୍କାର ଆପ୍ଲିକେସନ ଫିସ୍ ଦେବାକୁ ପଡ଼ିବ, କିନ୍ତୁ SC ଓ ST ମାନଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ। ଆପଣଙ୍କର ଯୋଉ ଫିସ୍ ପେମେଣ୍ଟର ମୋଡ୍ ରହିବ, ଅନଲାଇନ୍ ମୋଡ୍ ରହିବ। ଏଜୁକେସନାଲ କ୍ୱାଲିଫିକେସନ ଦେଖିନେବା। ଆପଣ ଯଦି 10th ପାସ୍ କିମ୍ବା ITI ପାସ୍ କିମ୍ବା ଡିପ୍ଲୋମା ପାସ୍ କରିଛନ୍ତି, ତାହେଲେ ଆପଣ ଜଣେ ଏଲିଜିବୁଲ କ୍ୟାଣ୍ଡିଡେଟ୍ ଏହି ସବୁ ପୋଷ୍ଟ ଗୁଡ଼ିକ ପାଇଁ। ଏବେ ଦେଖିନେବା ଆପଣ କେମିତି ଆପ୍ଲାଇ କରିବେ। ଆପଣଙ୍କୁ ଆପ୍ଲାଇ କରିବାକୁ ହେଲେ ଆପଣଙ୍କୁ ୱେବସାଇଟକୁ ଯିବାକୁ ପଡ଼ିବ, ତାପରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ରେଜିଷ୍ଟ୍ରେସନ କଲା ପରେ ଆପଣ କେୟାରଫୁଲି ଫର୍ମାଟକୁ କେୟାରଫୁଲି ଭରିବେ ଏବଂ ଭରିଲା ପରେ କେବେ ବି ଆପଣଙ୍କର ଡକୁମେଣ୍ଟ ଆଟାଚ୍ କରିବାକୁ ଭୁଲିବେ ନାହିଁ। ଫଟୋଗ୍ରାଫକୁ ଭଲରେ ଆଟାଚ୍ କରିବେ। ତା ସହିତ ଆପଣଙ୍କର ଯେତେ ଏଜୁକେସନାଲ କ୍ୱାଲିଫିକେସନ ସହିତ ମାର୍କସିଟ୍ ଏବଂ ଆପଣ ସିଗ୍ନେଚର କପି ସବୁକୁ ସ୍କାନ କରିକିରି ଆପଣଙ୍କୁ ଅପଲୋଡ କରିବାକୁ ପଡ଼ିବ। ଅପଲୋଡ କଲା ପରେ ଆପଣଙ୍କୁ ତା ସହିତ ଆପଣଙ୍କର ଅପଲୋଡ କରିକି ସବମିଟ୍ କରିବେ। ଆପଣମାନେ ଦେଖିପାରୁଥିବେ ଇଣ୍ଡିଆନ୍ ଅଏଲର ନୋଟିଫିକେସନ ଆପଣଙ୍କ ସ୍କ୍ରିନ୍ ସାମ୍ନାରେ ଅଛି। ଦେଖନ୍ତୁ ଆମ ନୋଟିଫିକେସନଟି ଖୋଲି ଯାଇଅଛି। ରିକ୍ୱାରମେଣ୍ଟ ଅଫ ନନ୍ ଏକ୍ଜିକ୍ୟୁଟିଭ ପର୍ସନାଲ ବୋଲି ଲେଖା ହେଉଛି। ଏଇଠି ପୋଷ୍ଟ ଗୁଡ଼ିକ ଆପଣ ଡିଟେଲରେ ଦେଖିପାରିବେ, କ'ଣ କ'ଣ ସବୁ ପୋଷ୍ଟ ରହୁଛି। ସବୁ ପୋଷ୍ଟ ଗୁଡ଼ିକ ଦେଖିନେବେ।
ଏଠି ଆପଣ ପୋଷ୍ଟ ଗୁଡ଼ିକର ନାଁ, ରିଜିଅନ୍ ଅର ଷ୍ଟେଟ୍ ବି ଲେଖା ହେଇଛି। ଏଠି ଆପଣ ଦେଖିନେବେ ଭ୍ୟାକେନ୍ସି ଫର ପାଇପଲାଇନ୍ସ ଯୋଉ ଲେଖା ହେଇଛି ଦେଖନ୍ତୁ, ଆପଣ ଦେଖିନେବେ। ଏଠି ଆପଣ କୋଉ ଜବ୍ ପାଇଁ କଣ ସବୁ କ୍ୱାଲିଫିକେସନ, କଣ ସବୁ ପାରାମିଟର ରହିଛି ସେଇଟା ସବୁ ଡିଟେଲରେ ଡିସ୍କ୍ରାଇବ କରାହେଇଛି ସବୁ ପୋଜିସନ ଗୁଡ଼ିକ ପାଇଁ। ଆପଣ ଟୋଟାଲ ଆଡଭର୍ଟାଇଜମେଣ୍ଟ ଟି ଦେଖିନେବେ। ଯଦି ଆପଣଙ୍କୁ ଆଡଭର୍ଟାଇଜମେଣ୍ଟ ର ଲିଙ୍କ ର ଆବଶ୍ୟକତା ଅଛି ତାହେଲେ ମତେ କମେଣ୍ଟ ଦେଲେ ମୁଁ ଆପଣଙ୍କୁ ଆଡଭର୍ଟାଇଜମେଣ୍ଟ ର ଲିଙ୍କ ବି ଦେଇଦେବି। ନହେଲେ ଆପଣଙ୍କୁ ଡେସ୍କ୍ରିପସନରେ ବି ଲିଙ୍କ ପକେଇଦେବି, ଆପଣ ସେଠିକି ଯାଇକି ଦେଖିପାରିବେ। ଯଦି ଆପଣଙ୍କୁ ଆମର ଏଇ ଭିଡିଓଟି ଭଲ ଲାଗିଛି ତାହେଲେ ଚ୍ୟାନେଲଟିକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ସାଇଡରେ ଥିବା ବେଲ୍ ଆଇକନକୁ ଦବେଇ ଦିଅନ୍ତୁ, ଯାହା ଫଳରେ ଆମେ ଦେଉଥିବା ଜବ୍ ନୋଟିଫିକେସନର ସବୁ ଭିଡିଓ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ।